ହଁ ଆମର ବିଡ଼ାନାସୀ ଥାନା କେସ୍ ନମ୍ବର 306 ଡେଟେଡ୍ 17/12/2024 22 ଦଫାରେ ଗୋଟେ କେସ୍ ରେଜିଷ୍ଟ୍ରେସନ କରାହେଇଛି। ସେଥିରେ ସଞ୍ଜୀବ କୁମାର ରାଉତ ବାଲେଶ୍ୱର ସୋର ଥାନାର ଜଣେ ବ୍ୟକ୍ତି ସେ ଅଭିଯୋଗ କରିଥିଲେ ଯେ ତାଙ୍କଠୁ ଡାନିଏଲ ରାଜ ବୋଲି ଆମର ଚହଟାନଗରର ଜଣେ ବ୍ୟକ୍ତି ସିଏ ତାଙ୍କର ତାଙ୍କୁ ରେଲୱେରେ ଚାକିରି କରାଇଦେବାର ପ୍ରଲୋଭନ ଦେଖି ତାଙ୍କ ସହିତ ତାଙ୍କର ସମ୍ପର୍କ ଆଗରୁ ଥିଲା ସେଟାକୁ ତାଙ୍କଠୁ 8,39,000 ଟଙ୍କା ଠକି ନେଇଛନ୍ତି। 2022 ମସିହାରେ ସେ ପଇସା ତାଙ୍କୁ ନେଇଯାଇଥିଲେ ଏବଂ ତାପରେ ପରବର୍ତ୍ତୀ ସମୟରେ ତାଙ୍କୁ ସମୟ ଗଡ଼ି ଚାଲିଲେ ହଁ ଚାକିରି ଦେବା କହିକିରି ସମୟ ଗଡ଼ି ଚାଲିଲେ ତାଙ୍କର ଚାକିରି ତାଙ୍କୁ ଦେଲେ ନା ତାଙ୍କର ପଇସା ମଧ୍ୟ ରିଟର୍ଣ୍ଣ କଲେ ଏବଂ ସେ ଯେଉଁ ଏଫଆଇଆର୍ ଦେଇଥିଲେ ସେ ଏଫଆଇଆର୍ ଆଧାରରେ ଗୋଟେ କେସ୍ କରାଯାଇଛି ଏବଂ ସେଥିରେ ଡାନିଏଲ ରାଜଙ୍କ ବିରୁଦ୍ଧରେ ସମସ୍ତ ପ୍ରମାଣ ମଧ୍ୟ ମିଳିଲା ଯେ ସେ ପଇସା ନେବାର ତେଣୁ ତାଙ୍କୁ ଗିରଫ କରାହେଇଛି ଡାନିଏଲ ରାଜକୁ ଏବଂ ତାଙ୍କୁ କୋର୍ଟ କରାଯାଇଛି। ହଁ ତଦନ୍ତ ଚାଲିଛି ଏବଂ ସେ ତଦନ୍ତ ପ୍ରକ୍ରିୟାରେ ଯାହା ଅନ୍ୟ ଡେଭଲପମେଣ୍ଟ କରାଯାଏ ଆସିବ ଯାହା ଇସ୍ୟୁ ସେଥିରେ ଆସିବ ସେଇଟା ମଧ୍ୟ ନାଇଁ ସେଇଟା ଆମର ବର୍ତ୍ତମାନ ଅଣ୍ଡର ଇନଭେଷ୍ଟିଗେସନ ଚାଲିଛି। ଇନଭେଷ୍ଟିଗେସନରେ ଯାହା ଫର୍ଦର ଡେଭଲପମେଣ୍ଟ ଆସିବ ସେଇଟା ମଧ୍ୟ କ୍ୟାରି ଆଉଟ୍ କରିବ। সেটা তো এই সঞ্জীব রাউত এফআইআর উপরে ଗୋଟେ କେସ୍ କରାଯାଇଛି ଯଦି ଫର୍ଦର କାହାଠୁ ସେ ଏମିତି ନେଇଥିବେ ଯଦି ପଇସା ନେଇଥିବେ ବା କିଏ ଯଦି ଏମିତି ଦେବେ ଅଭିଯୋଗ ଆମକୁ ଦିଅନ୍ତୁ ଅନ୍ୟ କିଏ ଲୋକ ତାହେଲେ ମଧ୍ୟ ସେଇଟା ଆମେ ଅନୁଷ୍ଠେପ କରିବା। ଅପିଲ ଆମର ପୋଲିସ ତରଫରୁ ଆମେ ଅପିଲ କରୁଛୁ ଯେ ଏମିତି ଯେ ଆଜିକାଲି ସରକାରୀ ଜବ୍ଟା ଗୋଟେ ଟ୍ରାନ୍ସପାରେଣ୍ଟ ୱେରେ ହେଉଛି ଆଡଭର୍ଟାଇଜମେଣ୍ଟ ବାହାରିବ ଇଣ୍ଟରଭ୍ୟୁ କରାଯିବ ମାନେ ତାର କମ୍ପିଟେଟିଭ ଏକ୍ଜାମିନେସନ କରାଯିବ ସେଇ ବେସିସରେ ଆକ୍ଚୁଆଲି ସରକାରୀ ଚାକିରି ହେଉଛି ବା ପ୍ରାଇଭେଟ ଚାକିରି ମଧ୍ୟ ସେମିତି ହେଉଛି ତେଣୁ ଜନସାଧାରଣଙ୍କ ଅପିଲ ବା ୟଙ୍ଗ ମାସ୍ ଯେଉଁମାନେ ଅଛନ୍ତି ସେମାନଙ୍କୁ ଆମର ଅପିଲ ଯେ ଏମିତି ଏଇ ଯେଉଁ ଫଡଷ୍ଟର ଯେଉଁମାନେ ଅଛନ୍ତି ଚାକିରି କରେଇଦେବି କହିକି ଟଙ୍କା ନେଇଯାଉଛନ୍ତି ସେମାନଙ୍କର ପ୍ରଲୋଭନରେ ନ ପଡ଼ନ୍ତୁ ସେମାନେ ନିଜେ ୟଙ୍ଗ ମାସ୍ ନିଜେ ତାଙ୍କର ଆତ୍ମବିଶ୍ୱାସ ରଖନ୍ତୁ କମ୍ପିଟେଟିଭ ସ୍ପିରିଟ୍ରେ ସେମାନେ ରୁହନ୍ତୁ ଏବଂ କମ୍ପିଟେଟିଭ ସ୍ପିରିଟ୍ ଯାଇକରି ସେମାନେ ଇଣ୍ଟରଭ୍ୟୁ ଦେଇକରି ସେମାନେ ଚାକିରି କରନ୍ତୁ। ହଁ ସେମାନେ ଯଦି ଯେଉଁମାନେ ଏମିତି ଯଦି ଠକାମିର ଶିକାର ହେଇଛନ୍ତି ପଇସା ଦେଇକରି ରଖୁଛନ୍ତି ସେମାନେ ମଧ୍ୟ ଯଦି ଆସି ଆମ ପାଖରେ ଅଭିଯୋଗ କରିବେ ଆମେ ମଧ୍ୟ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।